ସ୍ନାନ ପୂର୍ଣ୍ଣମୀ ବହୁତ ଭଲ ଲାଗୁଛି, ବହୁତ ଭଲ ଲାଗୁଛି। ମୋ ଦେହ ତ ଖରାପ, ମୁଁ ତ ସବୁଦିନ ଆସେ ଜଗା ପାଖକୁ, ଏବେ ଆସିପାରୁନି। ଆଜି ଆସିଛି ଫୁଲ ଦେବି, ଏଠି ଭୋଗରାଗ କରିକି ଯିବି ଆଉ। ବହୁତ ଅଛି। ଜଗା ମୋ ପୁଅକୁ ବଞ୍ଚେଇଛନ୍ତି। ମୁଁ କିଛି ଦେଇପାରୁନି ତାକୁ, ଫୁଲ ଦିଟା ଦଉଛି ତାକୁ। ମୋ ପୁଅକୁ ସେ ବଞ୍ଚେଇଛି। ସବୁଥିରେ ଯେତେବେଳେ ଡାକିଲେ ବି ସେ କହିବି କ'ଣ, ଜଗା ମୋର ସବୁ କିଛି। ଜଗା ବିନା ମୋତେ ଯିଏ ଯେତେ କହିଲେ ମୁଁ କାହା କଥା ଶୁଣିବିନି, ମୋତେ ବହୁତ କାନ୍ଦ ଲାଗେ। କହିପାରିବିନି। ଆକ୍ସିଡେଣ୍ଟ ହେଇଥିଲା ରାତି 1 ରାତିରେ, ଆକ୍ସିଡେଣ୍ଟ ହେଇଥିଲା। ସିଏ ହିଁ ବଞ୍ଚେଇଛନ୍ତି। ତାଙ୍କର ଦାରୁ ଆସିକି ନାଗୁଥିଲା, ଦାରୁ ଆସେ। ତାପରେ ମୋର ମନ ହେଲା ଯେ ମୋ ପୁଅ ଆସିଲେ ଆଜି କହିବି ମୋତେ ଦାରୁ ଦେଖିବାକୁ ନେଇକି ଯିବ। ସେଇଦିନ ଭାବିକି ଯୁଆଡ଼େ ଗଲେ ମୋତେ ନିଦ ଆସେନି। ସେଦିନ କାହିଁ ଶୋଇପଡ଼ିଛି ମୁଁ, ହେଲା କି ଶୋଇପଡ଼ିଛି। ତାପରେ ହଠାତ୍ ମୋ ଦିଅର ଆସିକି ଡାକିଲେ, ବୋଲେ ରହ, ମୁଁ ଯାଇପାରୁନି, ଟିକେ ରହିଯା। ମୁଁ ଦେଖିଲା ବେଳକୁ ମୋ ଦିଅର। ମୁଁ କହିଲି ମୋ ପୁଅ କାହିଁ, ସେ କୁଆଡ଼େ ଗଲା? ମୁଁ ତ ପୁରା ପାଗଳି ଭଳିଆ ହେଇଗଲି। ତାପରେ ହଠାତ୍ PCR ଫୋନ୍ କଲା, ତା ବାବା ହେରିକା ଗଲେ। ମୋତେ ଜଗା ବଞ୍ଚେଇଛି, ଜଗା ମୋତେ ବଞ୍ଚେଇଛି। କ'ଣ କହିବି? ମୁଁ କହିଲି ଯେତେବେଳେ PCR ତା ଗାଡ଼ିଟାକୁ ଖୋଲି ପାଇଲେନି, 2ଟା ପିଲା ଆସିଲେ। 2ଟା ପିଲା 1 ରାତିରୁ କୁଆଡ଼ୁ ଆସିଲେ, ଜଗା ଭଳିଆ ଆସିଲେ।